ଅଷ୍ଟମୀ ସ୍ପେଶିଆଲରେ ମୁଁ ଆଜି ଆପଣମାନଙ୍କ ପାଇଁ ଖୁଆର ଲଡୁର ରେସିପି ନେଇ ଆସିଛି। ବହୁତ କମ୍ ସମୟ ଭିତରେ ଏହି ଲଡୁ ଆପଣମାନେ ତିଆରି କରିପାରିବେ। ନିଜେ ଘରେ ତିଆରି କରି ଠାକୁରଙ୍କ ପାଖରେ ପ୍ରସାଦ ଲଗାନ୍ତୁ। ମୁଁ ସସ୍ମିତା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ସସ୍ମିତା ମହାନ୍ତି ଓଡ଼ିଆ ରୋଷେଇରେ। ଯଦି ଭିଡ଼ିଓଟି ଭଲ ଲାଗିବ ପ୍ଲିଜ୍ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ଅନ୍ୟମାନଙ୍କ ସହିତ ସେୟାର କରିବାକୁ ଭୁଲିବେ ନାହିଁ, ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ତେବେ ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ଖୁଆର ଲଡୁ ତିଆରି କରିବା ପାଇଁ ମୁଁ ଏଠି 1 ଟିସ୍ପୁନ୍ ଘିଅ ପକାଇଛି। ଚାହିଁଲେ ନ ପକାଇଲେ ବି ଚଳିବ, ଡାଇରେକ୍ଟ ଖୁଆ ବି କଡ଼େଇରେ ଦେଇପାରିବେ। 1 ଟିସ୍ପୁନ୍ ପକାଇ ଦେଇଛି ଏଠି ମୁଁ। ଏଇନା ଖୁଆଟାକୁ ହାଲକା ଭାଜି ନେବା। ନା ଟିକେ ଯେଉଁ ବାହାରୁ ମାର୍କେଟରୁ ଆଣିଛି ଖୁଆଟା, ତେଣୁ ଟିକେ ଟାଣ ଅଛି ଖୁଆଟା, ତେଣୁ ହାତରେ ଦାବି ଦାବିକି ଟିକେ ନରମ ହେଲା ପରେ ଖୁଆଟାକୁ ଭାଙ୍ଗିଦେବେ। ଟିକେ ଗରମ ହେଲା ପରେ ଖୁଆଟା ଆପେ ଆପେ ଭାଙ୍ଗିଯିବ। ଦେଖନ୍ତୁ ହାଲକା ହାଲକା ନରମ ହେଇଗଲାଣି ଖୁଆଟା। ଆଉ କିଛି ସମୟ ପାଇଁ ଆକୁ ଭାଜିବା। ବେଶୀ ହାର୍ଡ଼ କରିକି ଭାଜିବାନି, ମାନେ କଳା କରିକି ବେଶୀ ଭାଜିବାନି ୟାକୁ। ଦେଖନ୍ତୁ ଖୁଆଟା ପୁରା ପରଫେକ୍ଟ ଭାଜି ହେଇଯାଇଛି। ଆଉ ବେଶୀ ୟାକୁ ଭାଜିବାନି। এই ଷ୍ଟେଜ୍ରେ ମୁଁ ଗ୍ୟାସ୍ର ଫ୍ଲେମ୍କୁ ବନ୍ଦ କରିଦେବି। ଆଉ ଏଟାକୁ ରଖିଦେବା ଟିକେ ସମୟ, ଟିକେ ହାଲକା ଥଣ୍ଡା ହେବା ପାଇଁ। ଗୋଟେ ଜାଗାରେ କାଢ଼ିକି ରଖିଦିଅନ୍ତୁ। ହାଲକା ଟିକେ ଥଣ୍ଡା ହେଇଥିବ, ଯେମିତି ନଖ ଉଷୁମ ଥିବ, ସେଇ ଷ୍ଟେଜ୍ରେ ଆମେ ଚିନିର ପାଉଡ଼ର ମିଶାଇବା। ଏଠି ମୁଁ ପାଖାପାଖି 70ରୁ 80 ଗ୍ରାମ ଚିନି ନେଇଛି 150 ଗ୍ରାମ ଖୁଆରେ। ଚିନିଟାକୁ ଭଲ ଭାବରେ ଘଷି ଘଷିକି ଖୁଆରେ ମିଶାଇ ଦିଅନ୍ତୁ। ବଢ଼ିଆ ଭାବରେ ଘଷିକି ମିଶାଇ ଦିଅନ୍ତୁ। ଖୁଆଟାକୁ ମନେ ରଖିବେ ପୁରା ଥଣ୍ଡା କରିବେନି କି ପୁରା ଗରମ ଥିବା ଅବସ୍ଥାରେ ମିଶାଇବେନି। ଯଦି ବେଶୀ ଗରମ ଥିବ ଚିନିର ପାଉଡ଼ର ପକାଇଦେବେ ନା, ତାହେଲେ ଖୁଆଟା ପାଣି ହେଇଯିବ। ହାଲକା ଉଷୁମ ଥିବ ପକାଇବେ ଆପଣ। ଏଠି ଗୁଜୁରାତି ଗୁଣ୍ଡ ବି ଟିକେ ପକାଇଦେଲି। ଭଲ ଭାବରେ ସବୁ ଜିନିଷକୁ ଗୋଳେଇଦେବା। ଗୋଳେଇଲା ପରେ ଆମେ ଏଠି ଲଡୁ ତିଆରି କରିବା। एकदम इजी प्रोसेस रे एटा हबो। बहुत कम समय लगिबो। आपनमाने ई प्रसादटा थरे घरे तयारी करंतु। जदि खुआ निजे तयारी करिया को चाहतांती ताले निजे भी घरे क्षीर आनिकी तयारी करि परिबे। एमती करिकी सबु लड्डू गुरा मु तयारी करि नेबी। बहुत कम समय रे एटा तयारी हबो। आपनमाने थरे निश्चिंत भाबरे एटा ट्राई करंतु। आ ठाकुरଙ୍କ पाखरे प्रसाद लगै परिबे, बेसी समय भी लागिबोनी करिबाकू। एमती करिकी सब लड्डू तयारी करनबा। आ ऊपरे गोटे गोटे आर पिस्ता जो काटिकी रखिछि ताकू भी लगै दबा। देखंतु सबु लड्डू गुरा रेडी कला परे ऊपर पिस्तार छोट छोट पीस को मुझे लगे दूची। देखा सुंदर भी लगे। सबुथिरे मु लगे देबी एथिरे। देखंतु एना रेडी हला परे मु आको जाउची ठाकुरଙ୍କ पाखरे प्रसाद लगेबी। आ आपण माने निश्चित भाबरे एटा थरे ट्राई करंतु। तेबे आजिर भिडियोटी आपण मानको केमति लागिला, जदि भल लागिला तेबे भिडियो को लाइक कर देबे, अन्य मानक सहित शेयर करिया को भूलिबे नाही। तेबे रहूची पुणी देखा हबो गोटे नुआ भिडियो रे।